ଜୀବନରେ ଏହି ପ୍ରଶ୍ନ ଆମ ସାମ୍ନାକୁ ଅନେକ ଥର ଆସିଥାଏ। ପ୍ରଥମେ ଲଭ୍ ନା ପ୍ରଥମେ କ୍ୟାରିୟର? ଲଭ୍ ଆମର ପ୍ରାଥମିକତା ହେବା ଉଚିତ ନା କ୍ୟାରିୟର? ତ ଆଜିର ଏହି ଭିଡ଼ିଓରେ ଆମେ ଏହି ସମସ୍ୟାର ସମାଧାନ କରିବା ପାଇଁ ଯାଉଛେ। ତ ଚାଲନ୍ତୁ ଆରମ୍ଭ କରିବା। ସୋ ଲେଟ୍ସ ଷ୍ଟାର୍ଟ ଦ ଭିଡ଼ିଓ। ଫାର୍ଷ୍ଟ ଥିଙ୍ଗ, ଠିକ୍ ସମୟରେ ଠିକ୍ ନିର୍ଣ୍ଣୟ ନେବା। ଦେଖନ୍ତୁ ସାଙ୍ଗମାନେ, ଜୀବନରେ ପ୍ରେମ ଏବଂ କ୍ୟାରିୟର ଉଭୟ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ, କିନ୍ତୁ ପ୍ରତ୍ୟେକ ଜିନିଷର ଗୋଟିଏ ସମୟ ଥାଏ। ଯଦି ଆପଣ ନିଜ ପାଠପଢ଼ା ଅବା ନିଜ କ୍ୟାରିୟରର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛନ୍ତି, ତେବେ ଆପଣଙ୍କୁ ନିଜ କ୍ୟାରିୟର ଉପରେ ଫୋକସ୍ କରିବା ଜରୁରୀ, କାରଣ ଏହା ଆପଣଙ୍କ ଭବିଷ୍ୟତର ମୂଳଦୁଆ ହୋଇଥାଏ। ସେକେଣ୍ଡ ଥିଙ୍ଗ, ପ୍ରକୃତ ପ୍ରେମର ଅର୍ଥ କ'ଣ? ପ୍ରକୃତ ପ୍ରେମ ସିଏ ହୋଇଥାଏ ଯିଏ ଆପଣଙ୍କ ସଫଳତାରେ ଆପଣଙ୍କର ସାଥ ଦିଏ। ଯଦି ଆପଣଙ୍କ ପାର୍ଟନର ଆପଣଙ୍କ କ୍ୟାରିୟରକୁ ବୁଝନ୍ତି ଆଉ ସପୋର୍ଟ କରନ୍ତି, ତ ଏହା ଆପଣଙ୍କ ପାଇଁ ସବୁଠାରୁ ବଡ଼ ଶକ୍ତି ହୋଇପାରେ। ଥାର୍ଡ ଥିଙ୍ଗ, ପ୍ରେମ ଏବଂ କ୍ୟାରିୟର ମଧ୍ୟରେ ସନ୍ତୁଳନ ରଖିବା, ମାନେ ବାଲାନ୍ସ ରଖିବା। ଏହା ଜରୁରୀ ନୁହେଁ କି ଆପଣଙ୍କୁ ଗୋଟିଏ ଛାଡ଼ି ଅନ୍ୟକୁ ଗ୍ରହଣ କରିବା ପାଇଁ ପଡ଼ିବ। ପ୍ରେମ ଏବଂ କ୍ୟାରିୟରକୁ ବାଲାନ୍ସ କରିକି ବି ଜୀବନରେ ସଫଳତାକୁ ହାସଲ କରାଯାଇପାରିବ। ଠିକ୍ ସମୟରେ ପ୍ରେମ ଆଉ ଠିକ୍ ସମୟରେ ପରିଶ୍ରମ କରି ଆପଣ ନିଜର କ୍ୟାରିୟର ବନାନ୍ତୁ। ଫୋର୍ଥ ଥିଙ୍ଗ, କ୍ୟାରିୟର କାହିଁକି ଜରୁରୀ ହୋଇଥାଏ? ଦେଖନ୍ତୁ ସାଙ୍ଗମାନେ, କ୍ୟାରିୟର ଆପଣଙ୍କୁ ଆତ୍ମନିର୍ଭରଶୀଳ ବନେଇଥାଏ। ଯଦି ଆପଣ ନିଜେ ଷ୍ଟ୍ରଙ୍ଗ ହେବେ, ନିଜେ ଷ୍ଟେବୁଲ୍ ହେବେ, ତେବେ ଆପଣ ପ୍ରେମକୁ ସଠିକ୍ ଭାବରେ ତୁଲେଇ ପାରିବେ। ବିନା ଆତ୍ମନିର୍ଭରଶୀଳତାରେ ସମ୍ପର୍କ ପ୍ରାୟତଃ ଷ୍ଟ୍ରେସ୍ରେ ପଡ଼ିଯାଏ, ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରେନି। ସାଙ୍ଗମାନେ ମନେ ରଖନ୍ତୁ, ପ୍ରେମ ଆଉ କ୍ୟାରିୟର ଏମାନେ ପରସ୍ପର କେହି କାହାର ଶତ୍ରୁ ନୁହନ୍ତି। ସଠିକ୍ ବୁଝାମଣା ଏବଂ ସନ୍ତୁଳନ ସହିତ ଆପଣ ଉଭୟରେ ସଫଳତା ହାସଲ କରିପାରିବେ। କିନ୍ତୁ ମୋ ମତରେ ଆପଣ ପ୍ରଥମେ ନିଜର କ୍ୟାରିୟର ବନାନ୍ତୁ, ଯାହାଦ୍ୱାରା ଆପଣ ନିଜ ପ୍ରେମକୁ ସାରା ଜୀବନ ଖୁସିରେ ରଖିପାରିବେ। କ୍ୟାରିୟର ଆପଣଙ୍କ ଭବିଷ୍ୟତ ହୋଇଥାଏ ଆଉ ପ୍ରେମ ଆପଣଙ୍କ ଶକ୍ତି ହୋଇଥାଏ। ତେଣୁ ଏହି ଦୁଇଟି ଯାକ ଜିନିଷକୁ ବୁଦ୍ଧିମତାର ସହିତ ମ୍ୟାନେଜ୍ କରନ୍ତୁ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ, ତ ଏହାକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ମନେ ରଖନ୍ତୁ, ଜୀବନରେ ବାଲାନ୍ସ କରିବା ହିଁ ସଫଳତା ହୋଇଥାଏ। ପୁଣି ଦେଖା ହେବ ଆଉ ଗୋଟିଏ ନୂଆ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ମନେ ରଖିଥାନ୍ତୁ, ଷ୍ଟେ ମୋଟିଭେଟ୍। ଧନ୍ୟବାଦ।